ଯେଉଁ ବ୍ୟକ୍ତି ନିଜ ପକେଟରେ ପଇସା ଥାଇ ମଧ୍ୟ ସବୁବେଳେ ଅନ୍ୟ ପଇସାରେ ଖାଇବା ଖାଇଥାଏ, ଯେତେବେଳେ ଅନ୍ୟକୁ ଦବା ପାଇଁ ସମୟ ଆସେ ସେତେବେଳେ ସିଏ କିଛି ନା କିଛି ବାହାନା ବନେଇଥାଏ। ଓଁ ବିଷ୍ଣବେ ନମ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଯାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଯଦି ଆପଣମାନେ ମୋତେ ଦେଖୁଛନ୍ତି ମୋ ୟୁଟ୍ୟୁବ ଚ୍ୟାନେଲ ସବସ୍କ୍ରାଇବ କରିନାହାନ୍ତି, ପ୍ରଥମେ ସବସ୍କ୍ରାଇବ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ ବଟନ ନିଶ୍ଚିତ ଦବାଇ ଦିଅନ୍ତୁ, କାରଣ ମୁଁ ସବୁଦିନ ରାଶିଫଳ ସହିତ ଗ୍ରହ ବ୍ରତ ବାର ବିଷୟରେ କିଛି ନା କିଛି ତଥ୍ୟ ଆପଣମାନଙ୍କ ନିକଟରେ ଉପସ୍ଥାପନ କରେ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2025 ଏପ୍ରିଲ ମାସ 22 ତାରିଖ, ଓଡ଼ିଆ ବୈଶାଖ ମାସ 9 ଦିନ, ମଙ୍ଗଳବାର, କୃଷ୍ଣ ପକ୍ଷ, ନବମୀ ତିଥି, ଯାହା ଦିବା 12:20 ପର୍ଯ୍ୟନ୍ତ ରହୁଛି। ଆଜି ଶ୍ରାବଣା ନକ୍ଷତ୍ର, ଯାହା ଦିବା 7:21 ପର୍ଯ୍ୟନ୍ତ ରହୁଛି। ଆଜି ମକର ରାଶିରେ ଚନ୍ଦ୍ର ଅବସ୍ଥାପନ କରୁଛନ୍ତି, ଯାହାକି ରାତ୍ରି 7:38 ପର୍ଯ୍ୟନ୍ତ। ଆଜି ଯାହାକି ସୂର୍ଯ୍ୟ ଉଦୟ ହେଉଛନ୍ତି ପ୍ରାପ୍ତ 5:25 ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 6:02। ଆଜି ଯୁଗ୍ନି ରହିଛି, ଯାହାକି ପୂର୍ବ ଦିଗେ ଦିବା 12:20 ପରେ ଯୁଗ୍ନି ଉତ୍ତର ଦିଗରେ ରହିବ। ଆଜି ଘାତ ଚନ୍ଦ୍ର ରହିଛି ସିଂହ ରାଶି ବ୍ୟକ୍ତିଙ୍କର, ଯାହା ରାତ୍ରି 7:38 ପର୍ଯ୍ୟନ୍ତ। ତାପରେ ଘାତ ଚନ୍ଦ୍ର ରହିବ ମିଥୁନ ରାଶି ବ୍ୟକ୍ତି ଏବଂ ମୀନ ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି, ଯାହାକି ମକର ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର ଏକ ପାଦ ପୁଷ୍କର ଦୋଷ, ଫଳ ରହୁଛି କୃଷି ସନ୍ତାନ ହାନି। ଆଜି ନବମୀରେ ଶ୍ରାଦ୍ଧ, ନିଷିଦ୍ଧ ଖାଦ୍ୟ ରହିଛି ନାଉ। ଆଜି ତତ୍ସହିତ କଳମ ଭୋଜନ ନିଷେଧ ରହିଛି। ଆଜି ଆପଣମାନେ ଶୁଭ କାର୍ଯ୍ୟ କରିପାରିବେ, ଯାହାକି ବିବାହ ପାଣି ଗ୍ରହଣ। ଆଜିର ରାହୁ କାଳ, ଆଜି ଯାହାକି ଦିବା 2:51 ଅପରାହ୍ନ 4:27 ମଧ୍ୟ ରହିଛି ରାହୁ କାଳ ଯୁଗ। ସେହିଭଳି ଆଜିର ବାର ବେଳା ରହିଛି, ଯାହାକି ଦିବା 6:59 ଦିବା 8:33 ମଧ୍ୟ ରହିଛି ବାର ବେଳା। ସେହିଭଳି କାଳ ବେଳା ରହିଛି 12:45 ଦିବା 2:19 ମଧ୍ୟ ରହିଛି କାଳ ବେଳା। ତେଣୁ କାଳ ବେଳା, ବାର ବେଳା, ରାହୁ କାଳ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ଦିବା 8:34 ଦିବା 10:12 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଅପରାହ୍ନ 4:26 ଅପରାହ୍ନ 5:05 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ସନ୍ଧ୍ୟାରୁ 6:50 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ତେବେ ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି ଆଜି ସମସ୍ତ ପ୍ରକାର କାର୍ଯ୍ୟରେ ଆପଣଙ୍କର ଖ୍ୟାତି ଅର୍ଜନ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ସହିତ ମେଷ ରାଶି ବ୍ୟକ୍ତି ଯେଉଁ କାର୍ଯ୍ୟ ପୂର୍ବରୁ ଅଟକିଥିବ ସେ କାର୍ଯ୍ୟ ଆଜି ପୂରଣ ହେବାର ଅନେକ ଚାନ୍ସ ରହୁଛି। ତତ୍ସହିତ ଦୈନନ୍ଦିନ କାର୍ଯ୍ୟରେ ଆପଣ ଆଗକୁ ବଢିବା ସହିତ ଚାକିରି ସମ୍ବନ୍ଧରେ କାର୍ଯ୍ୟ ମେଷ ରାଶି ବ୍ୟକ୍ତିଙ୍କର ନିଶ୍ଚିତ ସୁଫଳ ହେବ ଏବଂ ଆପଣଙ୍କର କାର୍ଯ୍ୟକୌଶଳ ଦେଖି ଉପରସ୍ଥ କର୍ମଚାରୀ ଆପଣଙ୍କୁ ପ୍ରଶଂସା କରିପାରନ୍ତି। ଆଜି ମେଷ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ବୃଦ୍ଧି କରିପାରେ। ତତ୍ସହିତ ମେଷ ରାଶି ବ୍ୟକ୍ତି ଆଜି ଛାତ୍ରଛାତ୍ରୀ ମାନଙ୍କର ଶୁଭ ଯୁଗ ରହୁଛି। ଯଦି ଇଣ୍ଟରଭ୍ୟୁ ଏକ୍ଜାମ ଥିବ ସେଥିରେ ନିଶ୍ଚିତ ସଫଳତା ପାଇବେ। ଆଜି ମେଷ ରାଶି ବ୍ୟକ୍ତି ପ୍ରେମ ସମ୍ବନ୍ଧରେ ଆପଣଙ୍କର ମଧୁର ସମ୍ପର୍କ ରହିବ। ତତ୍ସହିତ ଭଲ ବାର୍ତ୍ତାବରଣ ସୃଷ୍ଟି କରିବ। ଆଜି ମେଷ ରାଶି ବ୍ୟକ୍ତି ପରିବାର ବର୍ଗଙ୍କ ସହିତ ହସ ଖୁସିରେ ଦିନ କଟିବାର ସୁଯୋଗ ଦେଇପାରେ। ଆଜି ମେଷ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆପଣଙ୍କର ଆଶା ଠାରୁ ଅଧିକ ଲାଭ ହବାର ଅନେକ ଚାନ୍ସ ରହୁଛି। ଆଜି ମେଷ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ।
कौनसी स्वास्थ्य समस्या रहिबो नाही। आज मेष राशि व्यक्तिंकर भाग्य संख्या रही जहाँकि 1, भाग्य रंग रहुची जहाँकि आपण नाली रंग व्यवहार करि परिबे एवं ग्रह माने आपण को आज 98% साथ दउछंती। एबे चलंतु जानिबा वृष राशि व्यक्तिंक विषय। वृष राशि व्यक्ति आज आपण को सचेतन सहकारे कार्य करिवार आवश्यकता रहिछि एवं ध्यान निश्चित रखी कार्य करंतु। विशेष करी एकाग्रता आपण बजाई रखिबा भारी कष्टकर। तेणु मन को स्थिरता आनिबा पाई वृष राशि व्यक्ति संगीत शुणंतु किंबा प्रवचन शुणंतु किंबा आध्यात्मिक जिनिस भितर जड़ित रुहंतु। देखिबे आपणकर कार्य धीरे धीरे सफलता हेबो एवं एकाग्रता मध्य जागृत होई पारे। आज वृष राशि व्यक्ति राजनीतिक सामाजिक क्षेत्र रे जदि कार्य करूछंती निजको स्थिरता आनिबा पई चेष्टा करंतु। आज वृष राशि व्यक्ति जहाँकि व्यवसाय क्षेत्र रे आपणकर विशेष लाभयुक्त नाही। तेणु जदि व्यापार वाणिज्य करूछंती ध्यानपूर्वक व्यापार वाणिज्य करंतु ताहा आपणक पई भलो हेबो। आज वृष राशि व्यक्तिंकर प्रेम संबंध रे आपणक पई उचित वातावरण नाही। तेणु ध्यानपूर्वक निजर प्रेम संबंध को भलो रखिबा पई चेष्टा करंतु। तत्सहित परिवार वर्गंक सहित किछि मनमालिन जुक्तितर्क हबार चांस रहुछि। तेणु यहा प्रति ध्यान दबार आवश्यकता रहिछि वृष राशि व्यक्तिंकर। आज वृष राशि व्यक्तिंकर स्वास्थ्यगत दृष्टि देखिले आपणकर स्वास्थ्य अस्थिरता आड़कू अग्रगति करि पारे। मानसिक पीड़ा सहित पूर्वर यदि स्वास्थ्य समस्या थिबो आज अधिक आहुरी देखा देई पारे। आज वृष राशि व्यक्तिंकर भाग्य संख्या रहिछि जहाँकि 9, भाग्य रंग रहुछि जहाँकि हलदिया रंग व्यवहार करि परिबे एवं ग्रह माने आपण को जे 45% साथ दउछंती। एबे चलंतु जानिबा मिथुन राशि व्यक्तिंक विषय। मिथुन राशि व्यक्ति आज दिनटी आपण को विशेष करी झगड़ा वाद विवाद एवं अशांति परिवेश ठारू निजकु दूरता अवलंबन करिले ताहा आपणक पई भलो हेबो एवं दैनंदिन कार्य रे यह शुभ फल आडकु अग्रगति करिवो एवं कार्य रे जो बाधा आसीबो ताहा मध्य दूरीभूत होबार चांस रहउछि। नहले आपण जदि ए सब भितरे अंतर्भुक्त होबे आपणकर कार्य विफलता रहिबो एवं विभिन्न प्रकार समस्या भितरे आपण जड़ित हेबे। तेणु यह प्रति ध्यान दबा सहित आज राजनीतिक सामाजिक क्षेत्र रे टिके सावधान रहिबा सहित छात्र छात्री माने निजर पाठ पढ़ा प्रति ध्यान दियंतु, एकाग्रता को रक्षा करंतु। आज मिथुन राशि व्यक्ति जहाँ कि मानसिक स्थिति अस्थिरता आड़कू रहिबो। तत्सहित आज व्यापार वाणिज्य रे आशा अनुଯାयी लाभ करि परिबे नाही। आपणकर भाग्य ग्रह निम्नगामी रहुछि मिथुन राशि व्यक्तिंकर। आज मिथुन राशि व्यक्तिंकर प्रेम संबंध अस्थिरता आड़कू रहुछि। निज भितरे भल संबंध न रही पारे। तेणु यह प्रति ध्यान दबा सहित परिवार वर्गंक सहित भल संपर्क रखिबा पई चेष्टा करंतु मिथुन राशि व्यक्ति। आज मिथुन राशि व्यक्तिंकर स्वास्थ्यगत दृष्टि देखिले स्वास्थ्य अस्थिरता रहिबो। पूर्वरु जदि आखि जनित समस्या थिबो तबे निश्चित आज दिनटी आपण सावधान रुहंतु, काहे कि ना आज पुनरावृत्ति होबार अनेक चांस रहुछि। आज मिथुन राशि व्यक्तिंकर भाग्य संख्या रहिछि जहाँ कि 8, भाग्य रंग रहुछि जहाँ कि आपण मिश्रित कला रंग व्यवहार करि परिबे एवं ग्रह माने आपण को आज 40% साथ दउछंती। एबे चलंतु जानिबा कर्कट राशि व्यक्तिंक विषय। कर्कट राशि व्यक्ति आज जे कोनोसी कार्य करिबे निश्चित से कार्य सफलता हेबा सहित पूर्वरु अटकी जाइथिबा कार्य मध्य संपूर्ण होबार पूर्ण जुग रहुछि। आज कर्कट राशि व्यक्ति जदि कोनोसी कार्य रे दूर यात्रा करूछंती ताहा आपणक पई लाभदायक हेबो। तत्सहित कर्कट राशि व्यक्ति राजनीतिक सामाजिक क्षेत्र रे आपणकर दक्षता वृद्धि करिबा सहित छात्र छात्री मानक पई आज उत्तम जुग बनउछि एवं इंटरव्यू एग्जाम थिले सेथिरे सफलता प्राप्त करिवार पूर्ण सुजोग रहुछि। आज कर्कट राशि व्यक्तिंकर जहाँ कि प्रेम संबंध रे मधुर वार्तालाप करिबा पई उत्तम जुग रहुछि। तत्सहित परिवार वर्गंक सहित आज हस खुशी रे दिन कटिबार पूर्ण शुभ जुग रहुछि। आज कर्कट राशि व्यक्ति जहाँ कि आपणकर अर्थजनित कारोबार रे अनेक लाभ करिबार पूर्ण सुजोग रहुछि एवं
ଅର୍ଥଜନିତ ଯେକୌଣସି ନିଷ୍ପତ୍ତି ନବା ପାଇଁ ଆଜି ପୂର୍ଣ୍ଣ ଶୁଭ ଯୋଗ ରହୁଛି। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଉତ୍ତମ ସ୍ୱାସ୍ଥ୍ୟ ସହିତ ଉତ୍ତମ ଶୟନ ପାଇଁ ପୂର୍ଣ୍ଣ ଯୋଗ ରହୁଛି। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 7, ଭାଗ୍ୟ ରଙ୍ଗ ଯାହାକି ରହିଛି ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କର ଯାହାକି କମ୍ପିଟିସନ ଜନିତ କାର୍ଯ୍ୟରେ ଆପଣଙ୍କର ଶୁଭ ଯୋଗ ରହୁଛି। ବିଶେଷ କରି ଆପଣ ମାଲି ମକଦ୍ଦମାରେ ଯଦି କିଛି ବିଚାରାଧୀନ ରାୟ ଆଜି ପ୍ରକାଶ କରେ ତାହେଲେ ଆପଣଙ୍କ ସପକ୍ଷରେ ଆସିବାର ଅନେକ ଚାନ୍ସ ରହୁଛି। ଆଜି ସିଂହ ରାଶି ବ୍ୟକ୍ତି ଯାହାକି ଆପଣଙ୍କର ଅର୍ଥଜନିତ କାରବାରରେ ଅନେକ ଲାଭ କରିବା ସହିତ ଆପଣ ଅର୍ଥ ମଧ୍ୟ ସଞ୍ଚୟ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ସିଂହ ରାଶି ବ୍ୟକ୍ତି ଯାହାକି ଆପଣଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଲାଭ ସହିତ ବ୍ୟକ୍ତିତ୍ୱ ବୃଦ୍ଧି କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ସିଂହ ରାଶି ବ୍ୟକ୍ତି ଛାତ୍ରଛାତ୍ରୀ ମାନେ ଉତ୍ତମ ପଢାପଢିରେ ଶୁଭ ଯୋଗ ରହିବା ସହିତ ଆଜି କମ୍ପିଟିସନ ଜନିତ କିଛି ଯଦି ଇଣ୍ଟରଭ୍ୟୁ ଏକ୍ଜାମ ଥିବ ସେଥିରେ କୃତକାର୍ଯ୍ୟ କରିବାର ଅନେକ ଶୁଭ ଯୋଗ ବନଉଛି। ଆଜି ସିଂହ ରାଶି ବ୍ୟକ୍ତି ଯାହାକି ଆପଣଙ୍କର ପ୍ରେମ ଦୁନିଆରେ ଯୋଉମାନେ ଥିବେ ନିଶ୍ଚିତ ଆପଣଙ୍କ ପାଇଁ ଆଜି ମଧୁର ବାର୍ତ୍ତାଳାପ କରିବା ପାଇଁ ପୂର୍ଣ୍ଣ ଶୁଭ ଯୋଗ ରହୁଛି। ଆଜି ସିଂହ ରାଶି ବ୍ୟକ୍ତିଙ୍କର ପରିବାର ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରହିବ ଯାହାକି ହସ ଖୁସିରେ ଦିନ କଟିବାର ଅନେକ ଚାନ୍ସ ରହୁଛି। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଯାହାକି ଶତ୍ରୁ ମାନଙ୍କ ଠାରୁ ଆପଣ ବିଜୟ ହବାର ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ସହିତ ଆଜି ଯାହାକି ଆପଣଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 6, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ଗାଢ ନୀଳ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତିଙ୍କର ଆଜି ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କୁ ସାବଧାନ ସହକାରେ କରିବାର ଆବଶ୍ୟକତା ରହିଛି। ତତ୍ସହିତ କନ୍ୟା ରାଶି ବ୍ୟକ୍ତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ନିଜକୁ ଦୂରତା ଅବଲମ୍ବନ କରନ୍ତୁ ଯାହା ଆପଣଙ୍କ ପାଇଁ ଭଲ ହେବ, କାରଣ ଆପଣଙ୍କର ଭାଗ୍ୟ ଗ୍ରହ ଆଜି ନିମ୍ନଗାମୀରେ ରହିଛି। ଆଜି କନ୍ୟା ରାଶି ବ୍ୟକ୍ତି ଯଦି କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରୁଛନ୍ତି ସେ ଯାତ୍ରାରେ ଆପଣଙ୍କୁ ଭାରି କଷ୍ଟ ସହିବାକୁ ପଡିବ ଏବଂ କାର୍ଯ୍ୟଟି ସଫଳ ହେବା ଭାରି କଷ୍ଟକର ଯୁଗ ବନଉଛି। ଆଜି କନ୍ୟା ରାଶି ବ୍ୟକ୍ତି ମନରେ ଅଶାନ୍ତି ରହିବ, ମନକୁ ପ୍ରଥମେ ନିଶ୍ଚିତ ସ୍ଥିରତା ଆଣନ୍ତୁ। ଯଦି ସ୍ଥିରତା ଆସୁନାହିଁ ଆପଣ ପ୍ରବଚନ, ସଙ୍ଗୀତ କିମ୍ବା ଆଧ୍ୟାତ୍ମିକ ପରିବେଶରେ ନିଜକୁ ନିୟୋଜିତ କରନ୍ତୁ, ଦେଖିବେ ମନ ସ୍ଥିରତା ଆସିବ ଏବଂ କାର୍ଯ୍ୟ ସଫଳତା ଆଡକୁ ନିଶ୍ଚିତ ଅଗ୍ରଗତି କରିବ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଦୂରତା ଅବଲମ୍ବନ କରିବା ସହିତ ଛାତ୍ରଛାତ୍ରୀ ମାନେ ନିଶ୍ଚିତ ନିଜର ଏକାଗ୍ରତା ଜାହିର ରଖନ୍ତୁ। ଆପଣ ଏକାଗ୍ରତା ରହି ନପାରି ଏହା ପ୍ରତି ଧ୍ୟାନ ଦିଅନ୍ତୁ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଯାହାକି ବେପାର ବାଣିଜ୍ୟରେ ଆପଣ ଆଶା ଅନୁସାରେ ଲାଭବାନ କରିପାରିବେ ନାହିଁ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି କନ୍ୟା ରାଶି ବ୍ୟକ୍ତି ପ୍ରେମ ସମ୍ବନ୍ଧରେ ଆପଣଙ୍କର ନିଜ ଭିତରେ ମତଭେଦ ଦେଖାଦେବା ସହିତ ଆପଣ ଏହା ପ୍ରତି ସାବଧାନ ରହିବା ସହିତ ପରିବାର ବର୍ଗଙ୍କ ସହିତ ଭଲ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରନ୍ତୁ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଅସ୍ଥିରତା ଆଡକୁ ଅଗ୍ରଗତି କରୁଛି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 5, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ମିଶ୍ରିତ କଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 45% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ଦୈନନ୍ଦିନ କାର୍ଯ୍ୟ କରୁଥିବା ସ୍ଥାନ କିମ୍ବା ସାର୍ବଜନୀନ ସ୍ଥାନ କିମ୍ବା ଅଫିସ ଜନିତ କାର୍ଯ୍ୟରେ ଆପଣ କଳହ ଯୁକ୍ତିତର୍କ କରନ୍ତୁ ନାହିଁ, ଆବଶ୍ୟକ ସ୍ଥଳେ ଚୁପ୍ ରୁହନ୍ତୁ, ନହେଲେ ଆପଣ ଝଗଡା ହବାର ଅନେକ ଚାନ୍ସ ରହୁଛି। ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ତୁଳା ରାଶି ବ୍ୟକ୍ତି, ନହେଲେ ଆପଣଙ୍କର ମାନ ସମ୍ମାନ ହାନି ହବାର ଅନେକ ଚାନ୍ସ ରହୁଛି। ଆଜି ତୁଳା ରାଶି ବ୍ୟକ୍ତି ମନ ଟିକେ ଅସ୍ଥିରତା ରହିପାରେ, ତେଣୁ ମନକୁ ଚଞ୍ଚଳରୁ ସ୍ଥିରତା ଆଣିବା ପାଇଁ ଆପଣ ନିଜକୁ ଯାହାକି ଆଧ୍ୟାତ୍ମିକ ମାର୍ଗରେ ନିୟୋଜିତ କରାନ୍ତୁ।
आज तुला राशि व्यक्ति आपणकर भोजन निंद रे अनेक बाधा आसी पारे यह प्रति ध्यान दबार आवश्यकता रही। आज तुला राशि व्यक्ति राजनीतिक सामाजिक क्षेत्र रे आपणकर अस्थिरता रहुची, तेणु आपण जेते दूर दूरता अवलंबन करिवे भल रहिबो। आज तुला राशि व्यक्ति छात्र छात्री माने निजर पाठ पढ़ा पढ़ी रे अवहेला युक्त रही पारे यह प्रति सावधान रहिबा सहित तुला राशि व्यक्ति प्रेम संबंध रे जड़ित थिले आपणकर आज भल संपर्क न रही पारे। तत्सहित तुला राशि व्यक्तिंकर परिवारक संपर्क भल रखिबा पई चेष्टा करंतु। स्वास्थ्यगत दृष्टि देखिले आपणकर स्वास्थ्य अस्थिरता आडक अग्रगति करि पारे। विशेष करी स्वास्थ्य पूर्वरु जदि खराब थिबो आज आहुरी अधिक खराब होबार चांस रहुची। आज तुला राशि व्यक्तिंकर भाग्य संख्या रहिछि जहा कि 4, भाग्य रंग रहुछि जहा कि आपण बैगणी रंग व्यवहार करि परिबे एवं ग्रह माने आपण को आज जहा कि 40% साथ दउछंती। एबे चलंतु जानिबा बिछा राशि व्यक्तिंक विषय। बिछा राशि व्यक्ति आज समस्त कार्य रे आपण सफलता हासिल करिवार पूर्ण शुभ जुग रहुछि जहा कि ग्रह माने शुभ दृष्टि रे देखुचंती। आज बिछा राशि व्यक्ति पूर्वरु अटकी जाइथिबा कार्य मध्य संपूर्ण करिवार क्षमता रहिछि। तत्सहित बिछा राशि व्यक्ति राजनीतिक सामाजिक क्षेत्र रे आपणकर दक्षता वृद्धि करिबा सहित आपण जने प्रतिष्ठावान व्यक्ति रूपे परिचित होबार अनेक चांस रहुछि। आज बिछा राशि व्यक्ति शिक्षार्थी विद्यार्थी मानक पई उत्तम जुग रहुछि। तत्सहित इंटरव्यू एग्जाम थिले निश्चित आशा अनुसार सफलता पाइबे। आज बिछा राशि व्यक्ति प्रेम संबंध रे मधुर संपर्क देखा देबो। तत्सहित आज परिवार वर्गंक सहित बिछा राशि व्यक्तिंकर भल संबंध रहिबो। आज बिछा राशि व्यक्ति शत्रु मानक ठारू विजय होबार अनेक चांस रहुछि। विशेष करी कंपटीशन जनित कार्य रे आपण निश्चित आगो को बढ़िबे एवं सफलता होबार अनेक चांस रहुछि। आज बिछा राशि व्यक्तिंकर भाग्य उदय जुग कहिले मध्य अतिरिक्त हेबो नाही। तत्सहित बिछा राशि व्यक्तिंकर व्यापार वाणिज्य रे अनेक प्रकार लाभ प्राप्त करि पारंती एवं बिछा राशि व्यक्ति नूतन व्यापार वाणिज्य करिबा पई आज शुभ जुग परिस्थिति बनौछि। आज बिछा राशि व्यक्तिंकर स्वास्थ्यगत दृष्टि देखिले आपण संपूर्ण सुस्थ रहिबे, कौनसी स्वास्थ्य समस्या आपणकर रहिबो नाही। आज बिछा राशि व्यक्तिंकर भाग्य संख्या रहिछि जहा कि 3, भाग्य रंग रहुछि जहा कि आपण कमला रंग व्यवहार करि परिबे एवं ग्रह माने आपण को आज 90% साथ दउछंती। एबे चलंतु जानिबा धनु राशि व्यक्तिंक विषय। धनु राशि व्यक्ति आज आपणकर मानसिक स्थिति अस्थिरता आडको अग्रगति करि पारे। तेणु धनु राशि व्यक्ति कौनसी गुरुत्वपूर्ण निष्पत्ति ठारू निजको जेते दूर पारिबे दूरता अवलंबन करिले आपणक पई भलो हेबो। आज धनु राशि व्यक्ति जहा कि निजर दैनंदिन कार्य रे किछि वैचारिक मतभेद आसी पारे, तेणु यह प्रति सावधान रहिबा सहित समस्तंग सहित मिलिमिशि कार्य करिबा पई प्रयास करंतु। आपणकर चाकरी संबंध कार्य रे किछि त्रुटि होई पारे जहा पई उपरस्थ कर्मचारी ठारू आपण गाली सुनिबार अनेक चांस रहुछि। आज धनु राशि व्यक्तिंकर व्यापार वाणिज्य जदि करूछंती आपण व्यापार वाणिज्य रे कौनसी रिस्कफुल व्यापार वाणिज्य करंतु नाही जहा आपणक पई भलो हेबो एवं नूतन व्यापार वाणिज्य आज किछि निष्पत्ति नियंतु नाही, कारण आज आपणकर भाग्य ग्रह निम्नगामी रहुछि जहा कि विफलता आपणक सामना रे रहुछि। आज धनु राशि व्यक्तिंकर पारिवारिक संपर्क भलो रखिबा पई चेष्टा करंतु। निज भितरे किछि मनांतर जुग रहुछि एवं प्रेम संबंध रे जदि जो माने अछंती आज आपणक पई भलो दिन होई न पारे। आज जहा कि धनु राशि व्यक्तिंकर स्वास्थ्यगत दृष्टि देखिले आपणकर स्वास्थ्य अस्थिरता रहिबा सहित विद्यार्थी शिक्षार्थी माने टिके सावधान रुहंतु। निज पाठ पढ़ा पढ़ी को भल करिबा पई चेष्टा करंतु। आपणकर भाग्य ग्रह निम्नगामी रहुछि धनु राशि व्यक्तिंकर शिक्षार्थी विद्यार्थी मानकर। आज धनु राशि व्यक्तिंकर भाग्य संख्या रहिछि जहा कि 2, भाग्य रंग जहा कि आपण धला रंग व्यवहार करि परिबे एवं ग्रह माने आपण को आज जहा कि 45% साथ दउछंती। एबे चलंतु जानिबा मकर राशि व्यक्तिंक विषय। मकर राशि व्यक्ति आज समस्त प्रकार कार्य रे आपण सफलता जोग रहुछि। पूर्वरु अटकी जाइथिबा कार्य मध्य संपूर्ण होबा सहित भाग्य आपणक साथ रहुछि। भाग्य उदय जुग कहिले मकर राशि व्यक्तिंकर अतृप्ति हेबो नाही। तत्सहित मकर राशि व्यक्ति आज
ଯାହାକି ଦୈନନ୍ଦିନ କାର୍ଯ୍ୟରେ ଆପଣଙ୍କର ପ୍ରତିଭା ବଢିବ। ଚାକିରି ସମ୍ବନ୍ଧରେ କାର୍ଯ୍ୟ କରୁଥିଲେ ମକର ରାଶି ବ୍ୟକ୍ତି ନିଜର କାର୍ଯ୍ୟ କୌଶଳ ଦେଖି ଉପରସ୍ଥ କର୍ମଚାରୀ ଆପଣଙ୍କୁ ପ୍ରଶଂସା କରିବାର ଅନେକ ଚାନ୍ସ ରହୁଛି। ଆଜି ମକର ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଭା ଲାଭ କରୁଛି। ତତ୍ସହିତ ମକର ରାଶି ବ୍ୟକ୍ତି ଆଜି ଆପଣଙ୍କ ଇଚ୍ଛା ମୁତାବକ ଭୋଜନ ସହିତ ଭଲ ନିଦ୍ରା ପ୍ରାପ୍ତ କରିବାର ଉତ୍ତମ ଯୁଗ ରହୁଛି। ଆଜି ମକର ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି ସେମାନଙ୍କ ପାଇଁ ଆଜି ଉତ୍ତମ ଯୁଗ ରହୁଛି। ଆଜି ମକର ରାଶି ବ୍ୟକ୍ତିଙ୍କର ପାରିବାରିକ ସମ୍ପର୍କ ଭଲ ରହିବ। ତତ୍ସହିତ ବେପାର ବାଣିଜ୍ୟରେ ମକର ରାଶି ବ୍ୟକ୍ତି ଯୋଉମାନେ କରୁଛନ୍ତି ଅନେକ ପ୍ରକାର ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଉତ୍ତମ ଯୁଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମକର ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ପୂର୍ବରୁ ଯଦି କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବ ତାହା ସମାଧାନ ହବାର ଅନେକ ଚାନ୍ସ ରହୁଛି। ଆଜି ମକର ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 1, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ହଳଦୀ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କର ଯାହାକି ଅନେକ ପ୍ରକାର ସମସ୍ୟା ଭିତରେ ଜଡିଭୂତ ରହିପାରନ୍ତି। ତେଣୁ ପ୍ରତ୍ୟେକ କାର୍ଯ୍ୟ ଧ୍ୟାନ ପୂର୍ବକ କରନ୍ତୁ। କୌଣସି କାର୍ଯ୍ୟ କରିବା ପୂର୍ବରୁ ପ୍ରଥମେ ଯୋଜନା ପ୍ରସ୍ତୁତ କରି ଆପଣ କାର୍ଯ୍ୟ କରିଲେ କୁମ୍ଭ ରାଶି ବ୍ୟକ୍ତି ସଫଳତା ଆଡକୁ ଅଗ୍ରଗତି କରିପାରନ୍ତି। ଆଜି କୁମ୍ଭ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ସାବଧାନ ରୁହନ୍ତୁ। କୌଣସି ଅର୍ଥଜନିତ ମାମଲା ଆପଣ ନିଷ୍ପତ୍ତି ନିଅନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଏବଂ ବେପାର ବାଣିଜ୍ୟରେ ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି, ତେଣୁ ବେପାର ବାଣିଜ୍ୟ କ୍ଷେତ୍ରରେ କୌଣସି ରିସ୍କଫୁଲ ବେପାର ବାଣିଜ୍ୟ କରନ୍ତୁ ନାହିଁ। ଆଜି କୁମ୍ଭ ରାଶି ବ୍ୟକ୍ତି ମାନସିକ ସ୍ଥିତି ଆପଣଙ୍କର ଅସ୍ଥିରତା ରହିପାରେ, ଏହା ପ୍ରତି ଧ୍ୟାନ ଦିଅନ୍ତୁ। ମନକୁ ସ୍ଥିରତା ପାଇଁ ଆପଣ ସଙ୍ଗୀତ, ପ୍ରବଚନ କିମ୍ବା ଆଧ୍ୟାତ୍ମିକ କାର୍ଯ୍ୟ ଭିତରେ ଜଡିତ ରହିଲେ ଆପଣ ମନ ସ୍ଥିର ରହିବ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଯାହାକି ଆପଣଙ୍କର ପ୍ରେମ ସମ୍ବନ୍ଧରେ ଅନେକ ପ୍ରକାର ଅସ୍ଥିରତା ଦେଖାଦେବ। ଧ୍ୟାନ ପୂର୍ବକ ନିଜର ପ୍ରେମ ସମ୍ବନ୍ଧକୁ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ। ଆବଶ୍ୟକ ସ୍ଥଳେ ଚୁପ୍ ରୁହନ୍ତୁ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଯାହାକି ପରିବାର ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରଖିବା ପାଇଁ ଚେଷ୍ଟା କରିବା ସହିତ ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ଯୋଉ କୁମ୍ଭ ରାଶି ବ୍ୟକ୍ତି ମାନେ କାର୍ଯ୍ୟ କରୁଛନ୍ତି ଆପଣଙ୍କ ପାଇଁ ଆଜି ଭଲ ଦିନ ହୋଇ ନପାରେ। ଛାତ୍ରଛାତ୍ରୀ ମାନଙ୍କର ଆଜି ଅଶାନ୍ତ ପରିବେଶ ସୃଷ୍ଟି ହୋଇପାରେ, ତେଣୁ ନିଜର ପାଠ ପଢାପଢିକୁ ନିଶ୍ଚିତ ସଚେତନ ସହକାରେ ଧ୍ୟାନ ଦିଅନ୍ତୁ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ପୂର୍ବରୁ ଯଦି ଥିବ ଆଜି ଆହୁରି ଅଧିକ ବଢି ଯାଇପାରେ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 3, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ବାଇଗଣୀ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 40% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟରେ ଆପଣ ସଫଳତା ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହାକି ଆପଣଙ୍କର ଭାଗ୍ୟ ଗ୍ରହ ପୂର୍ଣ୍ଣ ଶୁଭ ଦୃଷ୍ଟିରେ ଦେଖୁଛନ୍ତି। ଆଜି ମୀନ ରାଶି ବ୍ୟକ୍ତି ଯାହାକି ପୂର୍ଣ୍ଣ ଆନନ୍ଦିତ ରହିବା ସହିତ ବେପାର ବାଣିଜ୍ୟରେ ଅନେକ ପ୍ରକାର ଲାଭ ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ମୀନ ରାଶି ବ୍ୟକ୍ତି ଯେକୌଣସି ଅର୍ଥଜନିତ ନିଷ୍ପତ୍ତି ନେବା ପାଇଁ ପୂର୍ଣ୍ଣ ଶୁଭ ଯୁଗ ରହୁଛି। ତତ୍ସହିତ ମୀନ ରାଶି ବ୍ୟକ୍ତିଙ୍କର ଆଜି ପ୍ରେମ ସମ୍ବନ୍ଧରେ ଉତ୍ତମ ଯୁଗ ରହୁଛି, ଯାହାକି ମଧୁର ବାର୍ତ୍ତାଳାପ କରିବା ପାଇଁ ପୂର୍ଣ୍ଣ ଶୁଭ ଯୁଗ ରହିବା ସହିତ ଆଜି ଯାହାକି ଆପଣଙ୍କର ସ୍ତ୍ରୀ ଯାହାକି ସ୍ୱାମୀଙ୍କ ସହିତ ଭଲ ସମ୍ବନ୍ଧ ରହିବ। ତତ୍ସହିତ ଛୁଆ ପିଲାଙ୍କ ସହିତ ବିଶେଷ କରି ଆଜି କିଛି ସମୟ ଅତିବାହିତ କରିବାର ପୂର୍ଣ୍ଣ ସୁଯୋଗ ଦେଇପାରେ। ଆଜି ମୀନ ରାଶି ବ୍ୟକ୍ତିଙ୍କର ଯାହାକି କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହାସଲ କରିବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହାକି ବନ୍ଧୁଙ୍କ ଦ୍ୱାରା ଆପଣଙ୍କର କାର୍ଯ୍ୟ ହାସଲ କରିବେ। ଆଜି ମୀନ ରାଶି ବ୍ୟକ୍ତିଙ୍କର ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। ଆଜି ମୀନ ରାଶି ବ୍ୟକ୍ତିଙ୍କର ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ବୃଦ୍ଧି କରିବା ସହିତ ଆପଣ ଜଣେ ବ୍ୟକ୍ତିତ୍ୱ ନିଜର ପରିପ୍ରକାଶ କରିପାରନ୍ତି। ଆଜି ମୀନ ରାଶି ବ୍ୟକ୍ତି ଛାତ୍ରଛାତ୍ରୀ ମାନଙ୍କ ପାଇଁ ପୂର୍ଣ୍ଣ ଯାହାକି ସଫଳତା ଯୁଗ ରହୁଛି। ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ଅନେକ ପ୍ରକାର ଯାହାକି ସଫଳତା ପାଇବାର ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ଆଜି ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 2, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ କମଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 98% ସାଥ ଦଉଛନ୍ତି। ଓଁ ବିଷ୍ଣବେ ନମଃ। ନମସ୍କାର।